ରାଧେ ରାଧେ। ଆଉ କ'ଣ କରୁଛନ୍ତି ସବୁ ପିଲାମାନେ? ଛୋଟ ଛୋଟ ଗୋଟେ ଭିଡ଼ିଓ ଏମିତି ଛାଡ଼ୁଛି, ଟିକେ ଦେଖୁଥିବେ। ଆଚାର୍ଯ୍ୟମାନେ କ'ଣ କହୁଛନ୍ତି? ଏ ମନୁଷ୍ୟ ଜନ୍ମ ପାଇଛନ୍ତି ଖାଲି ଲୋଭ ମୋହ ମାୟା ସଂସାରରେ ଲାଗିଛି। ଖାଲି କାହାର ଧନ ହଡ଼ପ କରିବି, କାହାର ତଣ୍ଟି ଚିପିକି ଆଣିବି, କାହାର ଖାଲି କେମିତି କ'ଣ କିଏ କ'ଣ କରିଦେଲା, ହିଂସା କୁଟ ଅହଙ୍କାର ଅହଂଭାବ। କ'ଣ ଲାଭ? କିଛି ଲାଭ ନାହିଁ। କିଏ କ'ଣ ନେଇଯାଇଛି ଗଲା ଆସୁ, କିଏ କ'ଣ ନେଇଯାଉଛି ନା କିଏ କ'ଣ ଦେଉଛନ୍ତି, କେଉଁଠି କ'ଣ ଥିବ କିନ୍ତୁ ଦରାଣ୍ଡିକି ମାନେ ମୋ କଥା ମୁଁ କହୁଛି, ମୋ ମା' ମଲା, ଖାଲି ମାନେ ଲୋଭ ମିଛୁଟାକୁ ଖାଲି ଅଭିନୟ କରିକି ଛାଡ଼ିବା କଥା। ମା' ମରିଗଲା ବେଳକୁ ଆମେ ମରିଗଲୁ, କେହି କାହା ପଛରେ କିଏ ଯିବନି। ସେଥିପାଇଁ କହିଛି, ଯିଏ ଯାହା ପାଇଁ ଆସିଛ ସେ କର୍ମ କରିକି ଯାଅ, ଭଲ କର୍ମ କରିକି ଯାଅ। ଖରାପ କର୍ମ କରନି। ଖରାପ ବହୁତ ମାନେ ରକ୍ତ ମାଂସ ଶରୀର ତ କାହା ମାନେ କିଏ କ'ଣ କହିଲେ ତ ସହି ହୁଏନି, କିନ୍ତୁ କିଛିଟା ମଧ୍ୟ ସହିବାକୁ ପଡ଼ିବ। କୁହନ୍ତୁ ଯିଏ ଯାହା କହୁଛନ୍ତି, ମୋତେ ଏବେ ବହୁତ କିଛି କହୁଛନ୍ତି ଲୋକ, ମୁଁ କିଛି କହିବାର ନାହିଁ। ମୁଁ ନିଜେ କାନରେ ମାନେ ଜଣେ କହୁଥିବ ଆଉ ଜଣେ ଯାଇକି ସେଇ କଥା କହୁଥିବ, ମାନେ ତୁମେ 2-3 ଜଣଙ୍କର କଥା ସହିବାଟା ବହୁତ ମାନେ ରକ୍ତଟା ଦେହରେ ଅଛି ମାନେ ସହିବାଟା ବଡ଼ କଷ୍ଟ। ତଥାପି ସହି ଚାଲୁଛୁ, କାହିଁକି ନା ଗୁରୁଙ୍କର କୃପା। ଗୁରୁଙ୍କର କୃପା ଯେଉଁଠି ଥିବ ସେଠି କେହି କିଛି କାହାକୁ କରିପାରିବେନି। ମୋ ପୁଅ ମୋ ବୋହୂ ମୋ ସଂସାର ମୋ ଘର, ମୁଁ କେମିତି ଖାଇବି, ମୁଁ ଧନ ରଖିବି, ମୁଁ ସବୁ କରିବି, ମୁଁ ପଦ ସବୁ ଛାଡ଼ିଦିଅ। କିଛି ଲାଭ ନାହିଁ ମୁଁ ପଦ ରଖିଲେ। ସେଥିପାଇଁ ବୋଲି ସବୁଠୁ ଭଗବାନଙ୍କର ନାମ ନିଅ। ଭଗବାନଙ୍କର ନାମ ଯେଉଁଠି ରୁହ, ଘରେ ବୋଲି ନାହିଁ, ବାହାରେ ରୁହ, ଯେଉଁ ପଦାକୁ ଯାଅ, ଯାହା କର, ଭଗବାନଙ୍କର ନାମ ଟିକେ ନିଅ। ସେ ଗୋବିନ୍ଦଙ୍କର ନାମ ନେଲେ ଏକା ତ୍ରାହି ପାଇବା, ଆଉ ନହେଲେ କେଉଁଥିରେ ତ୍ରାହି ନାହିଁ। ରାଧେ ରାଧେ। କେହି କେଉଁଥିରେ ତ୍ରାହି ପାଇବାନି। ଖରା ତରାରେ ଖଟିକି ବିଲ ବାଡ଼ିରେ ଲାଗିକି ପୁରା ହନ୍ତର ସନ୍ତର ହେଇକି ଲୋକ ଖଟୁଛନ୍ତି। କ'ଣ ଲାଭ? ଶରୀରଟାକୁ କେତେ କଷ୍ଟ ଦେଉଛ ଜାଣିପାରୁଛ? ଯିଏ ହେଉଛି ହଉ, ମୋ ସ୍ୱାମୀ ନହେଲା କାହିଁକି, ଯେତିକିରେ ଲିମିଟ୍ରେ କଷ୍ଟ କର। ଅଧିକ କଷ୍ଟ କଲା ମାନେ ଶରୀର ସମ୍ଭାଳିବନି। ସେଥିପାଇଁ ବୋଲି ଭାବିଚିନ୍ତି କାହାର କଥା ଟେନସନ୍ ନିଅନି। କୌଣସି କଥାରେ ଟେନସନ୍ ନେଲେ କ'ଣ ଲାଭ? କେବଳ ମୋ କଥା କହୁଛି, ମୁଁ ଟେନସନ୍ ନେଇଯାଉଛି, ବହୁତ କଥା ଗୁଡ଼ାକ ଟେନସନ୍ ନେଇଯାଏ। ଏବେ ତ ବିଶେଷ ନେଉନି, ଆଗ ବହୁତ କଥା ଟେନସନ୍ ନେଇଯାଏ। କିଏ କ'ଣ କହିଦେଲା, କିଏ କ'ଣ କହିଦେଲା, ବହୁତ ଟେନସନ୍ ନେଇଯାଏ। ମୋ ଆଗରେ ଲୋକ କହୁଛନ୍ତି, ବହୁତ ଗୁଡ଼ାଏ କଥା କହୁଛନ୍ତି ମୋ ଆଗରେ, କେହି ବି ସମ୍ଭାଳି ପାରିବେନି। ଆପଣମାନେ ବିଚିତ୍ର ଲୋକ ଅଛନ୍ତି, ସମସ୍ତେ ନୁହଁ। ଗାଁରେ ଗାଁରେ ଲୋକ ଅଛନ୍ତି, ସମସ୍ତେ କହିବେ ନାହିଁ। ସେଥିରୁ ଏଇଠୁ କେତେଟା ଲୋକ କହୁଛନ୍ତି ମୋ ବିଷୟରେ। ମୋ ପୂଜା ପାଠରେ ବି ମଧ୍ୟ ମାନେ ମୁଁ ପୂଜା କରୁଥିବି, ଠାକୁର ପୂଜା କରିଦେଲେ ପାହାନ୍ତିଆରୁ ଉଠିକି ଭୋରୁ ଉଠିକି ଯଦି ମୁଁ ଠାକୁର ପୂଜା କରିବି, ମୁଁ ତ ଯେତେ ଯାହା ହେଇଥାଉ ବ୍ରହ୍ମ ମୁହୂର୍ତ୍ତରେ ମୁଁ ଉଠିବାଟା ଉଠିବି, କିନ୍ତୁ ଯଦି ମୁଁ ଉଠିକି ଠାକୁର ପୂଜା କରିଦେବି, ସେଇଟା ଗୋଟେ ତାଙ୍କର ଭାଷଣ ଚାଲିବ। ବିଚିତ୍ର ଲୋକ ଅଛନ୍ତି, କାହାର କିଏ ପୂଜା ପାଠ କଲେ ସହିବେନି, କିଏ ଗୋଟେ କ'ଣ କପଡ଼ା ପତ୍ର ପିନ୍ଧିଲେ ସହିବେନି, କାହାର କିଏ ଘର ଦ୍ୱାର କରିଦେଲା ସହିବେନି, କାହାର ଧନ ସମ୍ପତ୍ତି ହେଲା ସହିବେନି, କାହାର ପୁଅ ଝିଅ ହେଲା ସହିବେନି, ମାନେ ବହୁତ ଗୁଡ଼ାଏ। କାହା ପିଲାମାନେ ଚାକିରି ବାକିରି କଲେ ପାଠ ପଢ଼ିଲେ ସେ ତା ସହିବେନି। କ'ଣ ଲାଭ? ଏମିତି କାହିଁକି ପେଟରେ ଖାଲି ମଇଳାର ଧରିକି ବସିଛ? ମଇଳାର ପଦାକୁ କାଢ଼, ଯାଇକି ଠିକ୍ ହେବ। ସେଥିପାଇଁ ବୋଲି ଏ କଳି ଯୁଗରେ ଚଳିବାଟା ବହୁତ କଷ୍ଟ। ଏ କଳି ଯୁଗ ନା, ଶେଷ ହେଇ ଆସିଲାଣି। ବର୍ତ୍ତମାନ ଦେଖୁନାହାନ୍ତି ଆସାମରେ କେଉଁ ଭଳିଆ ହେଇଛି, କ'ଣ ହେଲା? କେତେ ଧନ ସମ୍ପତ୍ତି ଟଙ୍କା ପଇସା ସୁନା ରୂପା ସବୁ ଥୋଇଥିଲେ, କ'ଣ ଲାଭ? ଲାଭ କ'ଣ ମିଳିଲା? ନା ନେଇପାରିଲେ କ'ଣ? ସାଙ୍ଗରେ କ'ଣ ଦେଲେ? ପାଣି ଟିକେ ଉପରେ ମଧ୍ୟ ତାଙ୍କୁ ମିଳିଲାନି। ସେଥିପାଇଁ ବୋଲି ଯାହା କିଛି କରୁଛ ଭାବି ଚିନ୍ତିକି କର, କିଛି ଲାଭ ନାହିଁ। ରାଧେ ରାଧେ।